ଶ୍ରୀ ଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ରର 26ତମ ବାର୍ଷିକ ଉତ୍ସବ। ପୁତ୍ରା ଶ୍ରୀ ଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ରର 26ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା କଳ୍ପନା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସର୍ବପ୍ରଥମେ ସମସ୍ତ ଅତିଥିମାନେ ଶ୍ରୀ ମା ଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ବନ୍ଦନା କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ମାତୃକର୍ମୀ ବେଲାରାଣୀ ଶତପଥୀ ଯୋଗଦେଇ ଶ୍ରୀ ମାଙ୍କ ସୃଷ୍ଟି ପ୍ରତିଟି ମାନବ କିଭଳି ପୂର୍ଣ୍ଣାଙ୍ଗ ପ୍ରାପ୍ତି କରି ଏକ ସଫଳ ଜୀବନ ନିର୍ବାହ କରିବେ ସେ ନେଇ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ମାତୃକର୍ମୀ ଅନୁଜା ମହାନ୍ତି ଯୋଗଦେଇ ଶ୍ରୀମାଙ୍କ ପାଠଚକ୍ର କାହାକୁ କୁହାଯାଏ, ବର୍ତ୍ତମାନ ସମୟରେ ପାଠଚକ୍ରର ଆବଶ୍ୟକତା ନେଇ ବୁଝାଇବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରମୋଦିନୀ ପାତ୍ର, ଅର୍ପିତା ଲେଙ୍କା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀବତ୍ସ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଶିକ୍ଷାକେନ୍ଦ୍ର ପରିଚାଳନା କମିଟି ସଭାପତି ଶିବଶଙ୍କର ବେହେରା କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପରାମର୍ଶଦାତା ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ଦେବେନ୍ଦ୍ର ପୁରୋହିତ ପରିଚାଳନା କରିଥିବା ବେଳେ ସଦସ୍ୟ ମହେନ୍ଦ୍ର ସିଂ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାତୃ ସଙ୍ଗୀତ ଗାନ ସହିତ ନୃତ୍ୟ ପରିବେଷଣ କରାଯାଇଥିଲା। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।